ଇ ଭାଇର ନା ହଉଛେ ଦୀପୁ ଚନ୍ଦ୍ର ଦାସ। ବାଂଲାଦେଶରେ ରହୁଥିବାର ଗୋଟେ ହିନ୍ଦୁ ଭାଇଟେ। ସଲେ କାଂଲାଦେଶୀ ମାନେ ଇ ଭାଇକେ ନଙ୍ଗଲା କରି ପିଟିଲେ, ଅଧମରା ଅବସ୍ଥାରେ ଫାঁସି ଲଇ କରି ଜଲେଇ ଦେଲେ। ତାର ଭୁଲ କାଣା ଥିଲା? ସେ ରେପ୍ କରିଥିଲା, ମର୍ଡର କରିଥିଲା, ଚୋରି କରିଥିଲା? ନାଇଁ, ଏନ୍ତା କିଛି ଭୁଲ ନାଇଁ କରିଥିଲା। ଏନ୍ତା ଭୁଲ କଲେ ବି ଲୋକ ଏନ୍ତା ସଜା ନାଇଁ ଦିଅନ୍। ସେ ଖାଲି ଏତ୍କି କହିଥିଲା କି ଯେ ସବକର ଧର୍ମ ସମାନ है, ଯାହାର ଧର୍ମକେ ସେ ମାନବାର କଥା। ହେତ୍କି କହିଲେ ତାହାକେ ଏନ୍ତା କଲେ। ଇ ହତ୍ୟାଟା ଖାଲି ଗୋଟେ ମନୁଷ୍ୟ ହତ୍ୟା ନେଇ ସେ କି ହିନ୍ଦୁ ଧର୍ମର ଲୋକ ଗୁଟେକର ହତ୍ୟା ନେଇ ସେ। ଇ ହତ୍ୟାଟା ହଉଛି ଗୋଟେ ମାନବିକତାର ହତ୍ୟା। ମାନେ ମଣିଷ କେନ୍ ଲେଭେଲ ତକ ଯାଇ ପାରସନ୍ ଜାତି ଧର୍ମର ଲାଗି। ଶହ ଶହ ଲୋକ ଅଛନ୍, କିଏ ଗୋଟେ ବି ତାହାକେ ଛାଡ଼ି ଦିଅ କି ଦୟା କର କି କ୍ଷମା କର କିଛି ନାଇଁ କହିବାର। ଆଲ୍ଲାହୁ ଗୋବର ସବୁ କହୁଛନ୍। ଶହ ଶହ ଲୋକ ଅଛନ୍, କିଏ ଗୋଟେ କହିଲା କି ଆରେ ଡରେଇକରି ଛାଡ଼ି ଦିଅ କି ପିଟିକରି ଛାଡ଼ି ଦିଅ, ମାନିଯିବା। ଆମର ସରକାରକେ ଏତେ ବିନତି କି ଯେ ଗୋଟେ କଡ଼ା ଆକ୍ସନ୍ ନିଅ ଆଉ ଇଣ୍ଡିଆରେ ରହିଥିବାର ବାଂଲାଦେଶୀ ମାନଙ୍କର ଗାଁଡ଼ ଫଟେଇ ଦିଅ ଆଉ ଦୀପୁ ଭାଇଙ୍କର ହତ୍ୟାକେ ନ୍ୟାୟ ଦିଅ।